ଘଟଣା ଏଇ ସାନ ଭାଇର କେସ୍ ପାଇଁ ଅଛି ଆଉ। ସାନ ଭାଇର ସେଦିନ ଯାଇଥିଲେ ହଉଛି ଆଧାର କାର୍ଡ ଲିଙ୍କ ପାଇଁ ସିଙ୍ଗିଲା। ମୋ ସାନ ଭାଇ ଆଉ ସେ ବୋହୂ ଆଉ ସେ ଆମ ଗାଁ କାକା ତାଙ୍କ ନାଁ ହଉଛି କାଇଚରଣ ସାହୁ କାଳିଆ ସାହୁ। ଆଉ ଲିଙ୍କ ପାଇଁ ସିଙ୍ଗିଲା ଯାଇଥିଲେ ଦେଇକି ସେଠି ହଉଛି ଲିଙ୍କ ବାଲା କହିଲେ ଯେ ଆଜି ହବନି ତମେ ଶନିବାର ଆସ। ସେ ବୋହୂକୁ ସେଠି ବସି ଦେଇକି ମୋ ଭାଇ ଆଉ କାକା କି କୁଆଡେ ଗଲେ। ଆସିଲା ପରେ 2 ଜଣ ସାରା ମୋ ଭାଇ ପୁରା ମଦ ଖାଇ ପୁରା ଟୁର ଦେଇକି ମୋ ଭାଇ କହିଲେ ବୋହୂକୁ ଯେ ମୁଁ ନାଇପୁର ଯାଉଛି ଆଉ ତମେ ଏଇଠି ରୁହ। ମୋ ଭାଇ ଚାଲିଗଲା ପରେ ସେ ସନ୍ଦେହ ବାଜିଗଲାନି। ସେ କାକା କହିଲେ ଯେ ବୋହୂ ତାହେଲେ ମୋ ସାଙ୍ଗରେ ଚାଲ। ସେ ବୋହୂ ରାତି ହେଲାନି ପଳେଇ ଆସିଲେ। ତାଙ୍କର ଫୋନ ନଥିଲା ପଳେଇ ଆସିଲେ। କାକା କହିଲେ ଯେ ଫୋନ ମତେ ମାରି କହିଲେ ଯେ ତୁମ ସାଙ୍ଗରେ ଚାଲିଯିବେ। ତ ତାଙ୍କ ସାଙ୍ଗରେ ରହିଲେ ଆମ ହାସନପୁର ପଦାରେ ଫାଙ୍କା। ସେ ଫାଙ୍କାରେ କି ତାଙ୍କୁ ସେଇ ଗାଡି ନେଇକି ଠିଆ କରିକି ତାଙ୍କ ପାଟି ବୁଝି ଧରିକି ତାଙ୍କୁ ସେ ମାନେ ଫାଙ୍କାକୁ ନେଇଗଲେ। ନେଇଯାଇ ଇଏ ବାରଣ କରିବା ସକାଶେ ତାଙ୍କୁ ଦଉଥିବ ତାଙ୍କ ସାଙ୍ଗରେ ବହତିକା। ତ ନା ତାଙ୍କ ସ୍ୱାମୀ ସହିତ ନଥିଲେ, ସେ ନାଇପୁରୀ ଯାଇଥିଲେ। ଆଉ ତ ଇଏ ତ ମଦ ଖାଇକି ବେହୋସରେ ଅଛନ୍ତି। ଆଉ ଇଏ ଏକା ବୋହୂ ଏକା ସିଏ କାକା ଏକା ଆଉ ଇଏ ବାରମ୍ବାର ଚେଷ୍ଟା କରୁଛନ୍ତି। ସିଏ ବାରମ୍ବାର ଆମର ସାନକୁ କହିଲେ ଆମେ ତ ନା ନା ସେ କାକାଙ୍କ ସାଙ୍ଗରେ ଆସିଲେ। ସେ କାକା ନା ସେ କାକାଙ୍କ ସାଙ୍ଗରେ ଆସିଲେ ଏବେ ଆମ ଘର କି ସେ ରାସ୍ତାରେ କି ତାଙ୍କୁ ଛାଡ଼ି ଦେଇ ପଳେଇଲେ। ସେଠି ଯେତେବେଳେ ଆମ ଘର ସବୁ ଧରିଲେ ମୋ ମା ପଚାରିଲେ ଯେ ଚୁପଚାପରେ ବସିଲେ। ମା ପଚାରିଲେ କଣ ହେଇଛି ଘଟଣା। ମୋ ମା ବଡ ଭାଉଜ ସିଏ ତ ଏଇ କଥା କହି ପଚାରତେ ଅଟକେଇ ଦେଇଗଲେ। ଆମେ 108 ଡାକିକି ତାଙ୍କୁ ନେଇଗଲେ ଗୋଟେ ବସ୍ତାରେ କେତେ ସେନ୍ସ ଆସିଲା ଏଇ ସବୁ କଥାବାର୍ତ୍ତା କହିଲେ। ଆମର ଏଠି ଗାଁର କିଛି କହିଥିଲେ। ତାପରେ ହସ୍ପିଟାଲ ସବୁ ଏ କଥା କହିଲେ। ପୋଲିସ ଗାଡି ବି ଆମ ଗାଁକୁ ଦେଇଥିଲା। ବସ୍ତା ବି ଦେଇଥିଲେ। କଣ ଘଟଣା ଘଟିଥିଲା, କୁଆଡେ ଯାଇଥିଲେ, କଣ ହେଇଥିଲା? ଆଧାର କାର୍ଡ ଲିଙ୍କ করতে যাইছিলাম। আধার কার্ড লিঙ্ক করার পরে সেটি ইয়ে করতে যাইলে ଯିବା ପରେ ସେ କହିଲେ ଶନିବାର ଦିନ ଆସ ଦେନେ ଇଏ କରିବା ଦେନେ କରିଦେବା। ତାପରେ ହେଲା ଆଧାର କାର୍ଡ ଲିଙ୍କ ସହିତ ୟାର କଣ ସମ୍ପର୍କ? ଇଏ କାହିଁକି ଯାଇଥିଲା? ଆଧାର କାର୍ଡ ଲିଙ୍କ করতে যাইଲେ ଆମ 2 ଜଣ ଆଉ ସିଏ ତାଙ୍କ କାକା କହିଲେ ଗାଡ଼ି ମାଗିଲେ। ଗାଡ଼ି କହିଲା ଗାଡ଼ି ହେଲା ମୁଁ ସାଙ୍ଗରେ ଯିମି। ସାଙ୍ଗରେ ଦେଖି କହିଲେ ଚାଲ ଦେଇ ଯାଇଲେ। ଦେଇ ସିଙ୍ଗଲା କତରୁ ସେଠିରୁ ଯାଇଥିଲେ। দেখি সে দেখো কইলা শনিবার দিন যোগ যাইতে কইলা দেখি এলা এরকম মো স্বামীকে এলা কলা তুমি এইটি বস আমি আসে দেখি আসে যোগ কইলে মো সে কুଆଡ଼େ ନେଇଥିଲେ ମୁଁ ଜାଣିନି। ମୋତେ ତ ସେଠି ବସି ଦେଇଛନ୍ତି। ସେଠି ବସି ଦେବା ପରେ ତାପରେ ହେଲା ସିଏ ହେଲା ଚାଲିଥିଲେ ନାଇକୁଡ଼ି କତି ତାଙ୍କ କାମ ଥିଲା ଚାଲିଗଲେ। କହିଲେ ସିଏ ତ ଆଇବ ଢେର ରାତି ଯା ନାଇକୁଡ଼ି ଯା ଯାଇଛି ତୁମକୁ ଛାଡ଼ିଦେମି ଚାଲ। ତାପରେ ହେଲା ସେଠି ହେଲା ସିଏ ମୋତେ ନେଇଥିଲେ ଇଏକୁ ହଁ ଖରାପ କାମ କରିଛନ୍ତି। ଆହୁରି ମୋତେ ଧମକ ଦେଇଛନ୍ତି ମୋ ସ୍ୱାମୀକି ମାରିଦେବେ କହୁଛନ୍ତି।